ସେ ଆସିକି 9ଟା ବେଳେ ତା ସହିତ କ'ଣ ଝଗଡ଼ା ଟିକେ ଆରମ୍ଭ କଲା। ତାପରେ ସେମାନେ ତାକୁ ନେଇକି ଉପରକୁ ସେ ଆସିଲା। ଉପରକୁ ଆସିଲା ପରେ ଆମେ ଭାବିଲୁ ଉପରେ କ'ଣ କଥାବାର୍ତ୍ତା ହେଉଛନ୍ତି, କିନ୍ତୁ କିଛି ସମୟ ପରେ 5-10 ମିନିଟ୍ ପରେ ଆମେ ଦେଖିଲୁ ଗୋଟେ ଶବ୍ଦ ଶୁଣିଲା ପରେ ମୁଁ ଉପରକୁ ଆସିଲୁ, ଦେଖିଲୁ ନିକିତା ନାହିଁ, ସିଏ ତଳକୁ ଖସି ଯାଉଛି। କ'ଣ ହେଲା ନା ସେ ତଳକୁ ପଡ଼ିଗଲା। କହିକି ସେ ଆଉ କିଛି ନ କହି ତଳକୁ ମାନେ ପଳେଇ ଚାଲିଗଲା। କିନ୍ତୁ ଦେଖିଲି ସେ ଜାଗାରେ ତା'ର ମୋଟର ସାଇକେଲ ଚାବି ଥିଲା ପଡ଼ିଥିଲା ଏବଂ ଝିଅର ଶଙ୍ଖା ଖଣ୍ଡ ବିଖଣ୍ଡିତ ହୋଇକି ଏଇଠୁ ଆମେ ଉଦ୍ଧାର କରିଛୁ। ଏବଂ ସେଥିରେ ଆମେ ଅନୁମାନ କଲୁ ଡେଫିନେଟ୍ ତାଙ୍କ ଭିତରେ କିଛି ସଂଘର୍ଷ ହେଇକି ତାକୁ ସିଏ ବଳପୂର୍ବକ ତଳେ ଠେଲି ପକାଇ ଦେଇଛି। ତେଣୁ ସେ ଅନୁସାରେ ଆମେ ନେଇଥିଲୁ ପୋଲିସ୍ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲୁ। ପରେ କୋର୍ଟରେ କେସ୍ ଟ୍ରାଏଲ୍ ହେଲା ଏବଂ ଦୀର୍ଘ 7 ବର୍ଷ ପରେ ଆଜି ନ୍ୟାୟ ମିଳିଲା। ଗୋଟେ କଥା ଯେଉଁ କଥା କହୁଥିଲେ ଯେ ଯେହେତୁ ପ୍ରେମ ବିବାହ କରିଥିଲେ ନିକିତା ଏବଂ ଯେଉଁ ରୋଜଗାର କଥା ସାମ୍ନାକୁ ମଧ୍ୟ ଆସୁଥିଲା, ଯେହେତୁ ନିକିତା ବହୁତ ଚର୍ଚ୍ଚିତ ନାୟିକା ମଧ୍ୟ ଥିଲେ, କଳାକାର ଥିଲେ, ସେ ବହୁତ ପଇସା ମଧ୍ୟ ରୋଜଗାର କରୁଥିଲେ ଏବଂ ତାଙ୍କ ନାଁ ମଧ୍ୟ ବହୁତ ଓଡ଼ିଶା ସାରା ସମସ୍ତେ ଜାଣନ୍ତି ମଧ୍ୟ। ତାଙ୍କ ସ୍ୱାମୀ ଯିଏ ଥିଲେ ତାଙ୍କର କେମିତି କ'ଣ ଥିଲା, ଆଉ ବର୍ତ୍ତମାନର ଯେଉଁ ଅଛନ୍ତି ସମାଜରେ ଯେଉଁମାନେ ଅଛନ୍ତି ଯୁବପିଢ଼ି ତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ ଏ ଘଟଣା ପରେ, ଯେତେବେଳେ ଆପଣମାନେ ବର୍ତ୍ତମାନ ଦେଖନ୍ତି ସମାଜକୁ, ଆପଣ ବର୍ତ୍ତମାନ ଯେଉଁ ଯାହା ଦେଖନ୍ତି, ଯାହା ସବୁ ଖବର ସାମ୍ନାକୁ ଆସୁଛି ବା ଯାହା ପରିସ୍ଥିତି ରହିଛି ସମାଜରେ ଏବେ? ଯେହେତୁ ଏଇଟା ଗୋଟେ ପ୍ରେମ ବିବାହ ଥିଲା, ଝିଅ ଯଦି ତାକୁ ଭଲ ପାଉଥିଲା ତା ମନଟାକୁ ଭାଙ୍ଗି ପାରିଲନି। ତେଣୁ ସେ କେବଳ ତାକୁ ପିଲାଟା ସୁନ୍ଦର ଦେଖିଥିଲା ତାକୁ ବାହା ହେଇଗଲା, କିନ୍ତୁ ତାର ଆକ୍ଚୁଆଲି ତାର ସେତେଟା ରୋଜଗାର ନଥିଲା, ଯାହାକି ଏଇ ସମସ୍ତ ପ୍ରୋବ୍ଲେମର ମୂଳ କାରଣ। ଏଥିପାଇଁ ସେ ତାଙ୍କ ଭିତରେ ଷ୍ଟ୍ରଗଲ୍ ସେ ଆ ଉପରେ ଡିପେଣ୍ଡ କରୁଥିଲା। କାରଣ ଝିଅ ଥିଲା ଗୋଟେ ଚର୍ଚ୍ଚିକା ନାୟକ ସେଇ ସମୟରେ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲା ଏବଂ ତା'ର ଭଲ ରୋଜଗାର ଥିଲା। ୟା ରୋଜଗାର ଉପରେ ତାଙ୍କର ସବୁବେଳେ ଆଖି ରହିଲା ଏବଂ ସେ ଅନୁସାରେ ସେମାନେ ତାକୁ ଅତି ଲୋଭପରବଶ ସେମାନେ ତାକୁ ଲାଷ୍ଟରେ ହତ୍ୟା କରିଛନ୍ତି। ସମାଜ ପ୍ଲାନିଂ କରି ସେମାନେ ତାକୁ ଯୋଜନାବଦ୍ଧ ଭାବରେ ତାକୁ ହତ୍ୟା କରିଛନ୍ତି ଆକ୍ଚୁଆଲି। এই ক্ষেত্রে আপনার সমাজে থাকা অন্য যুবপিঢ়ি কোণ বার্তা দেবে যে এই যে ক্ষেত্রে যে রোজগার কথা আসুচি, গোটে পুরুষ লোক যেতবে ডিপেন্ড হয়ে যাচ্ছে, নির্ভরশীল হয়ে যাচ্ছে তাঁর পত্নী উপরে? না, এই ক্ষেত্রে ମୁଁ ଏତିକି ମେସେଜ ଦେଇପାରିବି ଯେ ପ୍ରତ୍ୟେକ ଝିଅ ନିଜର ଜୀବନସାଥୀକୁ ବାଛିବା ବେଳେ ସବୁବେଳେ ତା'ର କ୍ୱାଲିଟିଟା ଦେଖନ୍ତୁ ଏବଂ ତା'ର ସୁନ୍ଦରତା କିମ୍ବା ତା'ର ଇଏରେ କେବେ ମୁଗ୍ଧ ହେଇକି ପ୍ରଲୋଭିତ ହୋଇ କେବେ ପଶି ଯାଆନ୍ତୁ ନାହିଁ। ପୁଅର କ୍ୱାଲିଟି, ତା ପୁଅର ରୋଜଗାର ଏ ଭିତରେ ହେଲେ ତା ଜୀବନଟା ସୁଖମୟ ହେବ, ନଚେତ ଜୀବନଟା ଦୁର୍ବିଷ ହୋଇପଡ଼ିବ। ଯଦି ସ୍ୱାମୀର ରୋଜଗାର ନଥାଏ ତେବେ ତାର ଜୀବନଟା ଦୁର୍ବିଷ ହୋଇପଡ଼ିବ ଭବିଷ୍ୟତରେ, ଯାହାକି ଘଟିଲା ନିକିତା ଜୀବନରେ।